এইଥିପାଇଁ ତ ଭାଇ କହିବେ ଆମ କାଶ୍ମୀରକୁ ସେକେଣ୍ଡ କାଶ୍ମୀର। ତ ଭାଇ ମାନେ ଦେଖନ୍ତୁ ମାନେ ସତରେ ତ ଭାଇ ମତେ ଲାଗୁଛି ଗୋଟେ ଯେମିତି କି ମୁଁ କାଶ୍ମୀର ଆସିଯାଇଛି, ଯେମିତି ଗୋଟେ ସତରେ ଗୋଟେ ମୁଁ ମଧ୍ୟ ଗୋଟେ କାକର ଏବଂ କାଶ୍ମୀର ଯୋଉ ଯେମିତି ଥଣ୍ଡା ହବ ସେମିତି ମତେ ଫିଲ୍ ହଉଛି। ଦେଖନ୍ତୁ ଭାଇ କେମିତି ଆମର ଭିଉ ଟିକେ ସକାଳର ମର୍ଣ୍ଣିଂର ଭିଉ ଯେମିତି କି ଭାଇ ମାନେ ସତରେ ଗୋଟେ ଫିଲ୍ ଯେମିତି ହଉଛି। ଦେଖନ୍ତୁ ଗୋଟେ କାଶ୍ମୀର ଯେମିତି ଥଣ୍ଡା ବରଫ ପଡ଼େ ଯେମିତି ଅନ୍ଧାର ଅନ୍ଧାର, ସେମିତି ହିଁ ଆମ କାଶ୍ମୀରରେ ମଧ୍ୟ ଭାଇ ବହୁତ ଥଣ୍ଡା ହଉଛି, ବହୁତ କାକର ମଧ୍ୟ ପଡୁଛି ଭାଇ। ଦେଖନ୍ତୁ ଦେଖନ୍ତୁ ଭାଇ ଫୁଲ ଥଣ୍ଡା ପଡିଛି ଭାଇ। ଦେଖନ୍ତୁ ତଳେ ମାନେ ଆଇସ୍ ଯେମିତି ତଳେ ପଡିଯାଇଛି, ବରଫ ହେଇଯାଇଛି, ବହୁତ ଥଣ୍ଡା ଭାଇ। ମତେ ତ ଲାଗୁଛି ଯେମିତି ଗୋଟେ କାଶ୍ମୀରରେ ଆସିଲେ ଯେମିତି ଫିଲ୍ ହୁଏ। ସତେ ତ ଏଠି ମଧ୍ୟ ଭାଇ ବହୁତ ଥଣ୍ଡା ହଉଛି ଭାଇ କାଶ୍ମୀର, ଯେମିତିକି ଆମର କାଶ୍ମୀରରେ ମଧ୍ୟ ସେମିତି ଫିଲ୍। ତ ଭାଇ ମାନେ ଯଦି अच्छा ଥଣ୍ଡା ମାସ ଆସିବେ ନା ଆମ କାଶ୍ମୀରରେ, ठीक ଯେମିତି है। କାଶ୍ମୀରରେ ଫିଲ୍ ହଉଛି ସେମିତି ହିଁ ଫିଲ୍ କରିବେ। ବହୁତ କୋଲ୍ଡ ମାନେ ବହୁତ ଥଣ୍ଡା ଭାଇ ଅନୁଭବ ଲାଗିବ। ମସ୍ତ ବଢ଼ିଆ ବି ଲାଗୁଛି ଫିଲ୍, ଯେମିତି ହାପି ଫିଲ୍ ମୋତେ ଲାଗୁଛି। ଥଣ୍ଡା ହେଲେ ବି ମୋତେ ଟିକେ ଏକ୍ସାଇଟେଡ୍ ଭାଇ ମାନଙ୍କୁ ଗୋଟେ ଲାଇକ୍ ହେଇଯାଏ। ଓକେ ତ ଦେଖନ୍ତୁ ଭାଇ କେମିତି ୟାର ତ ଆଉ ଅନ୍ଧାର ଭାଇ। ତ ଟ୍ରାଭେଲିଂ କଲେ ମଧ୍ୟ ନା ଭାଇ ଯେତେବେଳେ ଯଦି ଯାଉଥିବ ଆମର ଟ୍ରାଭେଲିଂ ଆଗକୁ ଗାଡ଼ି ଆସୁଛି ନା ନାଇଁ ଜାଣି ବି ହବନି। ତ ୟାର ଦେଖନ୍ତୁ ସିଆଡ଼େ ସୂର୍ଯ୍ୟ ବାହାରିଲାଣି ହେଲେ ବି ମୋତେ ଜଣାପଡ଼ୁନି। ଦେଖନ୍ତୁ ଥଣ୍ଡା କେମିତି, ଦେଖନ୍ତୁ ପାହାଡ଼ ମଧ୍ୟ ଦେଖାଯାଉନି ଭାଇ, ସବୁଆଡ଼େ ଅନ୍ଧାର ଅନ୍ଧାର ଦେଖାଯାଉଛି। ଇଆଡ଼େ ବି ତ ଦେଖନ୍ତୁ ଭାଇ ପୁରା ସିଆଡ଼େ ପାହାଡ଼ ଅଛି, କିନ୍ତୁ ବଟ୍ 6:30 ହେଇଗଲାଣି ପାଖାପାଖି, ତ ହେଲେ ବି ଅନ୍ଧାର ହିଁ ଦେଖାଯାଉଛି। ଦେଖନ୍ତୁ ଆଉ କ'ଣ କହିବି ଭାଇ, କି କାତ୍ରା ଭାଇ ଆମର କାଶ୍ମୀର ମଧ୍ୟ ଏକ ସେକେଣ୍ଡ କାଶ୍ମୀର ଭାଇ। ଲାଇକ୍ ଭାଇ ଗୋଟେ ଗୋଟେ ଓକେ।